କାଚ ଖମ୍ବ କଥା। ଗୋଟିଏ ସାଧବଟିଏ ଯେ ତାହାର 7 ଝିଅ। ଦିନେ ଜହ୍ନ ପଡ଼ିଛି। 7 ଭଉଣୀ ଯାକ ଅଗଣାରେ ଖେଳୁଛନ୍ତି। ବିଚାର କଲେ ଜହ୍ନ କୋଉଠି ଛିଡ଼ିଛି, ଚାଲ ଯିବା ଦେଖିବା। 7 ଭଉଣୀ ଯାକ ଗଲେ। ଯାଇ ଗୋଟିଏ ବୁଢ଼ୀ ଅସୁରୁଣୀ ଦୁଆରେ ଜହ୍ନ ଛିଡ଼ିବାର ଦେଖିଲେ। ସେଇଠି ରାତି ପାହିଲା। ଦେଖିଲେ ବୁଢ଼ୀ ଅସୁରୁଣୀ ଧାନ ଉଷାଉଛି। ଗୋଟାଏ ଗୋଡ଼ ଚୁଲିରେ ମୁହାଇ ଦେଇଛି, ଆଉ ଗୋଟାଏ ଗୋଡ଼ ଇଆଡ଼କୁ ଲମ୍ବାଇ ଦେଇଛି। ବୁଢ଼ୀ ଅସୁରୁଣୀ ଏମାନଙ୍କୁ ଦେଖିଲା କ୍ଷଣି କହିଲା, ଆସଲୋ ପିଲାମାନେ, କୁଆଡ଼େ ଯାଉଛ? ଏଇଠି ବସ, ଖେଳ। ପିଲାମାନେ କହିଲେ, ନାଇଁ, ଆମେ ଜହ୍ନ କୋଉଠି ଛିଡ଼ିଛି ଦେଖିବାକୁ ଆସିଥିଲୁ। ଆମ ଘରକୁ ଆମେ ଫେରି ଯାଉଛୁ। ସେମାନଙ୍କୁ ଅଟକାଇବାକୁ ବୁଢ଼ୀ ଅସୁରୁଣୀ କେତେ ଫୁସୁଲାଇଲା। ଏମାନେ କେହି ରହିଲେ ନାହିଁ, ଚାଲି ଆସିଲେ। କେତେ କ୍ଷଣ ପରେ ବୁଢ଼ୀ ଅସୁରୁଣୀର ପିଲାମାନେ ଚରିବାକୁ ଯାଇଥିଲେ, ଆସିଲେ। ବୁଢ଼ୀ ଅସୁରୁଣୀ କହିଲା, କୁଆଡ଼େ ଯାଇଥିଲ? ଏତେବେଳକେ ଆସିଲ? ଏହି ଦଣ୍ଡକ ମଧ୍ୟରେ ଆସିଥିଲେ ଅଇଛିକା କି ସୁନ୍ଦର ଦରବ ଖାଇଥାନ୍ତ। କଇଁସି କାକୁଡ଼ି ପରି ମୁଡୁ ମୁଡୁ କରି ଚୋବାଇଥାନ୍ତ। କି ସୁନ୍ଦର ପିଲାଗୁଡ଼ାକ ଆସିଥିଲେ। ଏବେ ଯାଅ, ତାଙ୍କ ଭିତରୁ ଜଣକ କାନିରେ ମୁଁ ସୋରିଷ ବାନ୍ଧି ଦେଇଛି। ସୋରିଷ ବିଞ୍ଚି ବିଞ୍ଚି ଯାଉଥିବ, ଗଛ ଉଠି ଉଠି ଯାଉଥିବ, ଫୁଲ ଫୁଟି ଫୁଟି ଯାଉଥିବ। ସେହି ବାଟକୁ ଅନେଇ ଅନେଇ ଯିବ, ସେମାନଙ୍କୁ ପାଇବ। ଅସୁର ପିଲାମାନେ ଦୌଡ଼ିଲେ। ସାଧବ ଝିଅଙ୍କ ପାଖରେ ଲାଗିବାକୁ ଅଳ୍ପ ବାଟ ଅଛି। ଏମାନେ ପଛକୁ ଅନେଇ ଦେଲେ। ଦେଖିଲେ ଅସୁର ଛୁଆ 7ଟା ତାଙ୍କ ପଛେ ପଛେ ଦୌଡ଼ିଛନ୍ତି। ଏମାନଙ୍କ ବୁଦ୍ଧି ହଜିଗଲା। କ'ଣ କରିବେ ବୋଲି ଆଉ ବୁଦ୍ଧି ଦିଶିଲା ନାହିଁ। ବାଟରେ ଗୋଟିଏ ଆମ୍ବ ଗଛ ଥିଲା। ତା ପାଖକୁ ଯାଇ ସାଧବ ଝିଅମାନେ କହିଲେ, ହେ ଆମ୍ବ ଗଛ, ତୁ ଯଦି ସତ୍ୟଯୁଗର ଗଛ ହୋଇଥିବୁ, ତୁ ଫାଟିଯିବୁ। ଆମେ ତୋ ଭିତରେ ପଶିଯିବୁ, ତୁ ବୁଜି ହେଇଯିବୁ। ଅସୁର ଛୁଆ ସବୁ ଆସି ପହଞ୍ଚିଲା ବେଳକୁ ଏମାନେ ଆମ୍ବ ଗଛରେ ପଶିଗଲେଣି। ସେ ଗଛ ମୂଳେ ଗୋଟିଏ ପୋଖରୀ ଥିଲା। ଅସୁର ଛୁଆଯାକ ସେ ପୋଖରୀରୁ ପାଣି ଆଣି ଗଛ ମୂଳେ ଅଜାଡ଼ି ଅଜାଡ଼ି ପୋଖରୀକ ପାଣି ଶୁଖାଇ ଦେଲେ। ଗଛକୁ ଦୋହଲାଇ ଦୋହଲାଇ ଅପାଡ଼ି ତଳେ ପକାଇ ଦେଲେ। ଧୋବାଗରୁ କୁରାଢ଼ି ଆଣି ଗଛକୁ 3 ଗର କରି କାଟି ପକାଇଲେ। ମଝି ଗରଟି ମୁଣ୍ଡାଇ ଘରକୁ ନେଇଗଲେ। ନେଇ ବାଡ଼ି ଦୁଆରେ ପକାଇ କୁରାଢ଼ିରେ ତାକୁ ଚିରିବାକୁ ବସିଲେ। ସାଧବ ଝିଅମାନେ ସେ କାଠ ଘର ଭିତରୁ ହୁଳୁହୁଳି ପକାଇଲେ। ବୁଢ଼ୀ ଅସୁରୁଣୀ ହୁଳୁହୁଳି ଶୁଣି ତାର ପିଲାମାନଙ୍କୁ ମାରି ଗୋଡ଼ାଇଲା। କହିଲା, ମୋ ଦୁଆରେ ଡାହାଣୀ କି ଘୋଷାଣୀ କି କ'ଣ ଗୋଟାଇ ପକାଇଛ, ୟାକୁ ଉଠାଅ। ଅସୁର ଛୁଆମାନେ ମାଡ଼ ଗାଳି ଖାଇ ସେ କାଠ ଘରକୁ ନେଇ ସେ ଆମ୍ବ ଗଛ ମୂଳେ ପକାଇ ଦେଇ ଆସିଲେ। ସେତେବେଳକୁ ସଞ୍ଜ ଲାଗିଥାଏ। ଏ ପିଲାଗୁଡ଼ିକ କାଠ ଭିତରୁ ବାହାରିଲେ। ବନସ୍ତେ ବନସ୍ତେ ଘରକୁ ଯିବାକୁ ବସିଲେ। ଯାଉଁ ଯାଉଁ ବାଟରେ ବାଟ ବଣା ହୋଇ କିଏ କୁଆଡ଼େ ଗଲେ। ସବା ସାନ ଝିଅଟି ବୁଲି ବୁଲି ଗୋଟିଏ ରାଜନଅର ଦେଖିଲା। ସେ ନଅର ଦୁଆରେ ଗୋଟିଏ କାଚ ଖମ୍ବ ଥିଲା। ସେଇଠି ପହଞ୍ଚିଲା। କହିଲା, ଯେମନ୍ତ ସତ୍ୟଯୁଗ ହୋଇଥିବ, ଏ ଖମ୍ବ ପାଟିଯିବ, ମୁଁ ତହିଁରେ ପଶିଯିବି। କାଚ ଖମ୍ବ ପାଟିଗଲା। ସାଧବ ଝିଅ ତହିଁରେ ପଶିଗଲା। ସେଇଥିରେ ଥାଏ। ରାତିରେ ସମସ୍ତେ ଖାଇ ପିଇ ଶୋଇଲେ ଏ ସେଥିରୁ ପଦାକୁ ବାହାରେ, ଗାଧୁଆ ପାଧୁଆ କରେ, ଫେର୍ ସେଇଥିରେ ପଶିଯାଏ। ଏହିପରି ସବୁଦିନ କରୁଥାଏ। ସେ ରାଜାର ପୁଅ ସବୁଦିନ ଶୁଣେ ଯେ ଗୋଟିଏ କିଏ ଦୁଆରେ ଝୁଣୁ ଝୁଣୁ ହୋଇ ଯା ଆସ କରୁଛି, ମାତ୍ର କିଛି ବୁଝିପାରେ ନାହିଁ। ଦିନେ ସେ ରଜାଙ୍କ ଦୁଆରେ ପାଲା ହେଲା। କେତେ ଲୋକ ଦେଖିବାକୁ ଆସିଲେ। ସାଧବ ଝିଅ କାଚ ଖମ୍ବରୁ ବାହାରି ପାଲା ଦେଖିବାକୁ ଗଲା। କେହି ଦେଖିବେ ନାହିଁ ବୋଲି ମେଘନାଦ ପାଚେରୀ ଉପରେ ବସି ପାଲା ଦେଖୁଥାଏ। ରଜା ପୁଅ ସେଠାରେ ଘୋଡ଼ା ଦୌଡ଼ କରୁଥାଏ। ତାର ପାଚେରୀ ଉପରକୁ ନଜର ପଡ଼ିଗଲା। ଦେଖେ ଯେ ଉତ୍ତମ ସୁନ୍ଦରୀ ସ୍ତ୍ରୀଟିଏ ବସିଛି। ତାକୁ ଦେଖି ପାଚେରୀ ପାଖକୁ ଦୌଡ଼ି ଆସିଲା। ରାଜା ପୁଅ ଆସିବାର ଦେଖି ସାଧବ ଝିଅ ଦୌଡ଼ି ଆସି କାଚ ଖମ୍ବରେ ପଶିଗଲା। ରାଜା ପୁଅ ଆଉ ଏହା ଦେଖିପାରିଲା ନାହିଁ। ପାଚେରୀ ଉପରୁ ଦୌଡ଼ି ଆସିଲା ବେଳେ ସାଧବ ଝିଅ ଗୋଡ଼ରୁ ନେପୁର ପଳିଏ ଖସି ପଡ଼ିଥିଲା। ରଜା ପୁଅ ତାକୁଇ ପାଇ ରଖିଥାଏ। ସବୁବେଳେ ଦେଖୁଥାଏ। ମନେ ମନେ ଖାଲି ଭାବି ହେଉଥାଏ, ଏ ନେପୁର ତ ଏଡ଼େ ସୁନ୍ଦର, ସେ ସ୍ତ୍ରୀ କେଡ଼େ ସୁନ୍ଦରୀ ହେଇନଥିବ। ଏହିପରି ଝୁରି ଝୁରି ରଜା ପୁଅର ଆଉ ଅବସ୍ଥା ରହିଲା ନାହିଁ। ଖାଲି କଣ୍ଟା ଦୋହଲିଲା। ଅନେକ ବୈଦ ଲାଗିଲେ, ରାଇଜର ଚିକିତ୍ସା ହେଲା, କାହିଁରେ କିଛି ଭଲ ହେଲା ନାହିଁ। ରଜା ପୁଅ ବରାବରି ମଲା ସମାନ ହୋଇଗଲା। ବଞ୍ଚିବାର ତ ଆଉ ଆଶା ନାହିଁ। ରଜା ପୁଅ କହିଲା,
मोर भौणी मानंकु डकाओ मु सेमानंकु देखिबी। भौणी मानंक पाखरे खबर गला। समस्ते आसिले, खाली सान भौणी आसी न थाए। सान भौणी घर बहुत दूर। आसु आसु पाटरे गौड़ मानंकु खरा बरसा पारिबाकु पड़िला। गोटे गछ मूले सुआरी को भिड़ी देई गौड़ माने जलखिया करबाकु गले। रजा झियो सेठी थाए। से बरगछरे गोटे फूल सागुणार बसा थाए। कोठी मड़ पड़िथिला जे सागुणी खाई करी आसी थाए। पिलांक पई आनी न थाए। पिला जाक के कटर लगई थांती। माँ तू खाइलु आम पई आनलु नाही। सागुणी कहिला तेमे सबु काहेकि सेमिंती होउच। रजा पुओ एही क्षणी मरिबो तेमे आनंदरे खाइबो। पिला जाक कहिले नाई माँ से काहेकि मरिबो, आमे पछके न खाऊ से जी थाऊ। सागुणा कहिला ताकु आउ किए बंचाइबो, तार तो सबु एमंती कथा हेइछि। किए जानी थांता कि से काच खंब को भांगी दियंता जे से साधव झियो बाहरी पड़ंता। ताकु देखिला क्षणी रजापुओ देहरे जीवन पशि थांता। यह सबु सान भौणी शुणी सुअरी उठेइबा को गौड़ सांगे उच्छन्न लगेला। गौड़ माने सुहारी नहीं राजांको दुआरे भिड़िले रजांको घरे कांद बोबाली पड़ी थाए। काहारी मनरे सुख न थाए। सान भौणी जाई देखे जे भाई ढोकाउची। हठात काहाकू किछि न कही गोटे कुराड़ी घेनी आसी काच खंबरे करी बाहरे देला। काच खंब चूना ही गला। साधव झियो तहिरू बाहरी पड़िला। ताकू धरी नहीं गले रजापुओ आगरे छिड़ा करदेले। ताकू देखी ता देहरे जीव पशिला। रजापुओ क्रमे क्रमे भल होई गला। सेई साधव झियो को विवाह ହେଲା। भौणी मानकु हसेई खेळेई विदा कला। आनंदरे जुगराइज कला। मु गला को कथा न कहिला, मो कथाटी सरिला, फूल गछटी मरिला। बंधुगण आशा करी भिडियोटी आपण मानकु भल लागिथिबो। भल लागिथिले भिडियोटी को लाइक और शेयर करंतु एवं एमिति नुआ नुआ भिडियो देखिबा पई चैनल टी को सब्सक्राइब करि नियंतु। धन्यवाद।